ମା ବୋଲି ଡାକନ୍ତି। ତାଙ୍କରି ପାଖରୁ ଶୁଣି ଶୁଣି ମୋ ଅଭିଟା କେତେ ବଡ଼ ହବା ପର୍ଯ୍ୟନ୍ତ ମତେ ମା ବୋଲି ଡାକୁଥିଲା। କିନ୍ତୁ ଏବେ ଜେଲରୁ ଫେରିବା ପରେ ମୋ ବାପା ପଥର ମୂର୍ତ୍ତି ପାଲଟି ଯାଇଛନ୍ତି। ମୋ ଅଭିଟା ମୋରି ଆଖି ଆଗରେ ପୋଡ଼ି ଜଳି ପାଉଁଶ ହୋଇଗଲା। ମତେ କ୍ୟାନ୍ସର, ମୁଁ ମରିଯିବି। ଆଉ ଆପଣ କହୁଛନ୍ତି କଣ ନା ଭଗବାନ ବେଇମାନ? ନାଇଁ ବୋଉ, ସେ ମହାନ। ସେ ମୋ ପାଖକୁ ମୃତ୍ୟୁ ପଠେଇ ନାହାନ୍ତି ଯେ, ବରଂ ମତେ ସେ ଟିକେ ଦୟା କରିଛନ୍ତି। କିନ୍ତୁ ଆପଣଙ୍କୁ ମୋ ନିୟମ, ଆପଣ କାହାକୁ କିଛି କହିବେନି, କିଛି ଏ ବିଷୟରେ କାହାକୁ କହିବେନି, ନହେଲେ ସତ କହୁଛି ବୋଉ, ମୁଁ ମରିବା ପୂର୍ବରୁ ମରିଯିବି। ମରିବନି ତମେ, ଜମା ମରିବନି, ଜିଅନ୍ତା ଜୁଇରେ ଜଳିବ। ଭାବପ୍ରବଣତା ସହିତ ଖେଳିଛ। ନର୍କର ଦ୍ୱାର ଦେଶରେ ଠିଆ ହେଇ ତମେ ଭୟଭୀତ ହବ। ମୋ ଛାତିର କଲିଜାକୁ ଗୋଇଠା ମାରିଛ। ଉପରପୋଲାର ଅଦୃଶ୍ୟ ମାଡ଼ରେ ତମ 206 ଖଣ୍ଡ ହାଡ଼ 2,60,000। ଚୁପ୍ ହେଇଯା ଅମ୍ଳାନ, ମୁଁ କହୁଛି ତୁ ଚୁପ୍ ହେଇଯା। ନାଇଁ ବୋଉ, ତାଙ୍କୁ ଚୁପ୍ ହବାକୁ କୁହନ୍ତୁନି, ବରଂ ସେ କୁହନ୍ତୁ। ସେ ଯାହା କହିବେ ମୁଁ ସବୁ ସହିବି। ସହିବ ତମେ? ଏବେ ନୁହେଁ କି କାଲି ବି ନୁହେଁ, ଜୀବନ ସାରା ଏମିତି ସହିବ। ଜଳିବ ଏ ଅମ୍ଳାନ ମହାପାତ୍ର, ଆଉ ତାତିବ ତମେ। କାହାକୁ ଅଭିଶାପ ଦଉଛୁ ରେ? ମୁଁ କହୁଛି ଚୁପ୍ ହେଇଯା, ତା ନହେଲେ ତୋ ଅଭିଶାପ ତୋ ଆଡ଼କୁ ବୁମେରାଙ୍ଗ ହେଇକି